ଥାର୍ଡ ସେମିଷ୍ଟାର ଭିଏସି ସବଜେକ୍ଟର ୟୁନିଟ୍ 1 ନୈତିକତା ଓ ମାନବ ଅନ୍ତରା ପୃଷ୍ଠ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଚାଲ ଦେଖିବା ନୈତିକତା ଓ ମୂଲ୍ୟବୋଧ। ଏକ ସାମାଜିକ ଜୀବ ଭାବରେ ମଣିଷକୁ କିଛି ସାମାଜିକ ଆଦର୍ଶ ଅନୁସରଣ କରିବାକୁ ପଡ଼ିବ। ସମାଜର ଏହି ସୀମା ମଧ୍ୟରେ ସତ୍ୟ, ଅହିଂସା, ଦୟା, ନମ୍ରତା ଏବଂ ସତ୍ୟତା ପରି ଅନେକ ଗୁଣ ଆବଦ୍ଧ ହୋଇଛି। ବ୍ୟକ୍ତିଗତ ଏବଂ ବୃତ୍ତିଗତ ସଫଳତା କ୍ଷେତ୍ରରେ ମଣିଷ ପାଇଁ ନୈତିକତା ଏବଂ ମୂଲ୍ୟବୋଧ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଣେ ବ୍ୟକ୍ତି କିମ୍ବା କୌଣସି ଗୋଷ୍ଠୀ ଅନ୍ୟମାନଙ୍କ ସହିତ ଜଡ଼ିତ ହେବାର ଉପାୟଗୁଡ଼ିକ ସେମାନଙ୍କର ପ୍ରକୃତ ଚରିତ୍ରକୁ ପ୍ରକାଶ କରେ। କାରଣ କାର୍ଯ୍ୟଗୁଡ଼ିକ ସର୍ବଦା ଶବ୍ଦଠାରୁ ଅଧିକ ପ୍ରକଟିତ ଓ ଉଚ୍ଚାରିତ ହୋଇଥାଏ। ମୂଲ୍ୟବୋଧ ଏବଂ ନୈତିକତାର ମାନ ମନୁଷ୍ୟତ୍ୱ ଓ ମାନବିକତା ପ୍ରକାଶନରେ ନିର୍ଣ୍ଣାୟକ ହୋଇଥାଏ। ସ୍ଥାନ, ପରିବାର, ବିଶ୍ୱାସ ଏବଂ ବିଦ୍ୟାଳୟରେ ନୈତିକତା ଏବଂ ମୂଲ୍ୟବୋଧର ଆଭାସ ଆସେ ଏବଂ ବିକଶିତ ହୁଏ। ବୃତ୍ତିଗତ ମୂଲ୍ୟବୋଧ ଏବଂ ନୈତିକତା ହେଉଛି କର୍ମକ୍ଷେତ୍ରରେ ଯୋଗ ଦେବା ପୂର୍ବରୁ ଓ ପରେ ବୃତ୍ତିଧାରୀ ଯାହା ଶିଖେ ତାହାର ବିକାଶ। ତେଣୁ ମନୋଭାବ ଏବଂ ଅଭ୍ୟାସ ବଳରେ ଜଣେ ବ୍ୟକ୍ତି ନିଜ ଜୀବନର ପ୍ରାରମ୍ଭରୁ ଅଭିଜ୍ଞ ଦୁନିଆକୁ ଅଭିପ୍ରେରିତ ହୁଏ ଏବଂ ଜୀବନର ସଫଳତା ଉପରେ ଏକ ସକାରାତ୍ମକ କିମ୍ବା ନକାରାତ୍ମକ ପ୍ରଭାବ ପକାଇଥାଏ। ତାପରେ ଦେଖିବା ଗୁରୁତ୍ୱ। ମଣିଷର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଏହାର ମହତ୍ତ୍ୱ ରହିଛି ଏବଂ ସବୁକିଛି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନୈତିକତା ଉପରେ ନିର୍ଭର କରେ। ଯଦି ଲୋକଙ୍କ ପାଖରେ ସମସ୍ତ ଗୁଣ ଅଛି କିନ୍ତୁ ଅନ୍ୟର ଭାବନାକୁ ସମ୍ମାନ ଦେବା ଏବଂ ବୁଝିବା ପାଇଁ ସେମାନଙ୍କଠାରେ ଉତ୍ତମ ନୈତିକତା ନାହିଁ, ତେବେ ଦୁନିଆକୁ ସଂଯୋଗ ଏବଂ ଉପଭୋଗ କରିବାକୁ ସେମାନେ ସମର୍ଥ ହେବେ ନାହିଁ। ଏକ ଭଲ ସମ୍ପର୍କ ବଜାୟ ରଖିବା ପାଇଁ କର୍ମକ୍ଷେତ୍ରରେ ଅଂଶୀଦାରୀ, ପରିବାର, ବନ୍ଧୁ କିମ୍ବା ଅନ୍ୟ କୌଣସି ନୈତିକତା ଯୁକ୍ତ ବ୍ୟକ୍ତିତ୍ୱଙ୍କ ସମ୍ପର୍କ ଓ ପ୍ରଭାବ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ନୈତିକତାର ସଂଜ୍ଞା ଦେଖିଦେବ। ଏଟା ମୂଲ୍ୟବୋଧର ସଂଜ୍ଞା। ମୂଲ୍ୟବୋଧ ଜଣେ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଟା ବେକାର ଜିନିଷ ସବୁ ଦେଖିଦେବ, କିଛି ନାହିଁ। ଆମ ଜୀବନରେ ନୈତିକତା ଏବଂ ମୂଲ୍ୟବୋଧର ବ୍ୟବହାର। ସାଧାରଣତଃ ସମସ୍ତ ନୈତିକତା ଏବଂ ମୂଲ୍ୟବୋଧର ଗୁରୁତ୍ୱ ଜାଣନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କର ଜୀବନଯାପନ ପାଇଁ ଉତ୍ତମ ଆଚରଣ ଏବଂ ନୈତିକ ନୀତି ରହିବା ଉଚିତ ଏବଂ ସମସ୍ତ କ୍ଷେତ୍ରରେ ନୈତିକତା ଏବଂ ମୂଲ୍ୟବୋଧ ଗୁଡ଼ିକ ସୁରୁଖୁରୁରେ କାର୍ଯ୍ୟ କରିବା ପାଇଁ ବ୍ୟବହୃତ ହେବା ଆବଶ୍ୟକ। ନୈତିକତା ଓ ମୂଲ୍ୟବୋଧ ଶବ୍ଦଗୁଡ଼ିକ ଅତ୍ୟନ୍ତ ସମାନ ଅନୁଭବ ପ୍ରଦାନ କରନ୍ତି କିନ୍ତୁ ସେଗୁଡ଼ିକ ସମାନ ନୁହନ୍ତି। ସେମାନେ କିପରି ଭିନ୍ନ ତାହା ଜାଣିବା ପାଇଁ ସ୍ୱତନ୍ତ୍ର ବ୍ୟାଖ୍ୟାର ଆବଶ୍ୟକତା ରହିଛି। ମୂଲ୍ୟଗୁଡ଼ିକ ହେଉଛି ଜଣେ ବ୍ୟକ୍ତିର ଭଲ ଏବଂ ମନ୍ଦ ମଧ୍ୟରେ ବିଚାର କରିବାର କ୍ଷମତା ମୂଳଦୁଆ। ଏଇଠି ଦେଖିବା, ଭଲ ପଏଣ୍ଟ ଆସିଲା। ମୂଲ୍ୟଗୁଡ଼ିକ ହେଉଛି ଜଣେ ବ୍ୟକ୍ତିର ଭଲ ଏବଂ ମନ୍ଦ ମଧ୍ୟରେ ବିଚାର କରିବାର କ୍ଷମତାର ମୂଳଦୁଆ। ମାନେ ସେ ଭଲ କି ଠିକ୍ କି ମାନେ କ'ଣ ସିଏ ଭୁଲ କି। ଦେଖିବା, ମୂଲ୍ୟଗୁଡ଼ିକ ବିଶ୍ୱାସର ଏକ ଗଭୀର ମୂଳ ପ୍ରଣାଳୀକୁ ଅନ୍ତର୍ଭୁକ୍ତ କରେ ଯାହା ଜଣେ ବ୍ୟକ୍ତିର ନିଷ୍ପତ୍ତିକୁ ମାର୍ଗଦର୍ଶନ କରେ। ଗୋଟେ ନିଷ୍ପତ୍ତି ନେବା, ଏଟା ଭୁଲ କି ଠିକ୍ ଏଟା କିଏ ଦର୍ଶାଇବ? ଗୋଟେ ମାନେ ମୂଲ୍ୟବୋଧ ଜାଣିବା ଦରକାର ନା ନାହିଁ। ମାନେ ମନର ଗୋଟେ ମୂଲ୍ୟବୋଧ, ସେଇଟା ହେଲା ମୂଲ୍ୟବୋଧ। ଯେଉଁଟା ଫିଲିଙ୍ଗସ୍ ଆସେ, ଏଇଟା ଭୁଲ କି ଠିକ୍ କି କ'ଣ, ଏଇଟା ଖରାପ କି କ'ଣ, ସେଇଟା। ସେମାନେ ଏକ ବ୍ୟକ୍ତିଗତ ଆଦର୍ଶ ଭିତ୍ତିଭୂମି ଗଠନ କରନ୍ତି ଯାହା ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଆଚରଣକୁ ପ୍ରଭାବିତ କରିଥାଏ। ଦୈନନ୍ଦିନ ଜୀବନରେ ସବୁ ସ୍ଥାନରେ ମୂଲ୍ୟବୋଧର ଦୃଷ୍ଟାନ୍ତ ରହିଛି। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ମୂଲ୍ୟ ବ୍ୟବସ୍ଥା ସଚ୍ଚୋଟତା ଉପରେ ପ୍ରତିଷ୍ଠିତ ହୁଏ, ତେବେ ଆପଣ ବୋଧହୁଏ ଏକ ପାସ୍ ଗ୍ରେଡ୍ ପାଇଁ ପ୍ରତାରଣା ପଦ୍ଧତି ଗ୍ରହଣ କରିବା ପରିବର୍ତ୍ତେ ଏକ କଷ୍ଟଦାୟକ ପରୀକ୍ଷା ପାଇଁ ଅଧ୍ୟୟନ କରିବା ଶ୍ରେୟ ବୋଲି ବାଛିବେ। ନୈତିକତା ସଂହିତା। ନୈତିକ ସଂହିତା ଯାହା ଆସିବ ମାନେ ନୈତିକତା ବିଷୟରେ ଲେଖିବ। ତ ମନରେ କ'ଣ ଅଛି, ଏଇଟା ଭୁଲ କି ଠିକ୍, ଭଲ କାମ କି କ'ଣ, ମାନେ କିଛି ଗୋଟେ ଆସିବ, ଏଇଟା ଭୁଲ କି ଠିକ୍। ନୈତିକତା ଶିକ୍ଷା। ଏଇଟା ଦେଖିଦେବ। ମୁଁ ସ୍କ୍ରୋଲ୍ କରୁଛି, ପଜ୍ କରିକି ସ୍କ୍ରିନଶଟ୍ ନେବ, ନହେଲେ ନୋଟ୍ କରିଦେବ। ନୋଟ୍ କରିଦେଲେ ସବୁଠାରୁ ଭଲ। ଏ 13 ପେଜ୍ ଅଛି। ମୁଁ କହିଥିଲି ତୁମକୁ ସବୁ PDF ଯୋଗାଇଦେବି ବୋଲି। ତୁମେ ଖାଲି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଖାଲି ରୁହ ଆଉ ପ୍ଲେୟାର ଲିଷ୍ଟ ଚେକ୍ କର, ସବୁ କ୍ଲାସ୍ ପାଇଯିବ।